ନିକଟରେ ଆମର ପୂର୍ବତନ ରାଷ୍ଟ୍ରପତି ଆମେରିକାର ବାରାକ ଓବାମା ଗୋଟେ ସ୍ପଷ୍ଟ ଘୋଷଣା କରିଥିଲେ ଗୋଟେ ଇଣ୍ଟରଭ୍ୟୁରେ ଯେଉଁଥିରେ ସେ କହିଥିଲେ ଯେ ଏଲିୟନ୍ ହୁଏତ ଥାଇପାରନ୍ତି। ସେ ରାଷ୍ଟ୍ରପତି ଥିବା ବିଷୟ ସମୟରେ ବହୁତ ଏ ବିଷୟରେ ଚର୍ଚ୍ଚା ହେଇଛି ଆଉ କିନ୍ତୁ ସେ କେବେ ଏଲିୟନ୍ ଦେଖିନାହାନ୍ତି, କିନ୍ତୁ ଏଲିୟନ୍ ଥିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ଆଉ ଆମେରିକାର ଯେଉଁ ରହିଛି ଗୋଟେ ଏରିଆ 51 ବୋଲି ଯୋଉଠିକି ସାମରିକ ଗୁପ୍ତ ସାମରିକ ଆକ୍ଟିଭିଟିଜ୍ ହୁଏ, ସେଇ ଜାଗାରେ ଏଲିୟନ୍ ରହିଥିବାର ବହୁତ ପ୍ରଚାର ପ୍ରସାର କରାଯାଏ, କିନ୍ତୁ ସିଏ ତାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲେ। ତ ଏହିସବୁ ବହୁତ ଗୁଡ଼ିଏ ଘଟଣାକୁ ନେଇ କିଛି ବର୍ଷ ତଳେ ନାସା ତରଫରୁ ଗୋଟେ କମିଟି କରାଯାଇଥିଲା, ଯେଉଁଥିରେ କି 17 ଜଣରୁ ଅଧିକ ପର୍ଯ୍ୟବେକ୍ଷକ ଥିଲେ, ଯେଉଁମାନେ ଇଞ୍ଜିନିୟର ଥିଲେ, ସାଇଣ୍ଟିଷ୍ଟ ଥିଲେ, ପାଇଲଟ୍ସ ଥିଲେ, ଯେଉଁମାନେ ସବୁ ଏଇ କମିଟିର ଲୋକମାନେ ପାଖାପାଖି 17,000ରୁ 18,000ଟି ଏଇଭଳିଆ ଦାବି ଯେଉଁଠିକି ଏଲିୟନ୍ ଆସିଛନ୍ତି ବୋଲି ତାକୁ ସବୁ ପରୀକ୍ଷଣ କରିଥିଲେ, ତାକୁ ସବୁ ବିଭିନ୍ନ ପ୍ରକାର ତର୍ଜମା କରିକିରି ତାକୁ ଗୋଟେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ତ ସେଇ ରିପୋର୍ଟ ତା ଛଡ଼ା ଅନ୍ୟ କେତେ ଗୁଡ଼ିଏ ରିପୋର୍ଟ ରହିଛି, ସବୁଗୁଡ଼ିକ ଏବେ ସାର୍ବଜନୀନ କରାଯାଉଛି। ଆଉ ସେଇ ରିପୋର୍ଟରେ ସ୍ପଷ୍ଟ ଭାବରେ କମିଟି ତାଙ୍କର କହିଥିଲା ଯେ ପୃଥିବୀକୁ ଏଲିୟନ୍ ଆସିଥିବାର କୌଣସି ପ୍ରମାଣ ନାହିଁ, ବା ବାହାର ଜଗତରୁ କୌଣସି ଏଲିୟନ୍ ଆସିଥିବାର କେବେ ବି କୌଣସି ବୈଜ୍ଞାନିକ ପ୍ରମାଣ ଏପର୍ଯ୍ୟନ୍ତ ନାହିଁ। ଯାହା ସବୁ ରହିଛି ଲୋକମାନଙ୍କର ମନର ଭ୍ରମ ହେଇପାରେ, ବା କିଏ ତାକୁ ସବୁ ଅତିରଞ୍ଜିତ କରି କହୁଛନ୍ତି, ବା ସବୁ ହୋକ୍ସ ବୋଲି କହୁଛନ୍ତି, ବା ଠକାମି ବୋଲି କୁହାଯାଉଛି। କିନ୍ତୁ ସେଇ କମିଟିରେ ଆଉଥରେ କୁହାଯାଇଛି ଯେ ବାହାରେ ଏଲିୟନ୍ ଥିବାର ସମ୍ଭାବନା ବହୁତ ଅଧିକ, କାହିଁକି ନା ଆମର ପୃଥିବୀ ବାହାରେ ବା ଆମର ସୌରଜଗତ ବାହାରେ। ତାର କାରଣ ହେଉଛି ଯେ ଯେମିତି ଆମର ସୂର୍ଯ୍ୟ ଗୋଟେ ତାରା, ସେମିତି ଆମ ନିହାରିକା ଯେଉଁଟାକି ଆମେ ଛାୟାପଥ ନିହାରିକା କହୁଛୁ, ସେଠି 140 କୋଟି ତାରା ରହିଛନ୍ତି। ତ ସେଇ ତାରାମାନଙ୍କ ବହୁତ ଗୁଡ଼ିଏ ତାରାମାନଙ୍କ ନିକଟରେ ଏବେ ଗ୍ରହ ସବୁ ବାହାରିଲାଣି। ତ ସେମିତି ଗୋଟେ କୌଣସି ତାରା ନିକଟରେ ଗ୍ରହ ଥାଇପାରେ, ଏବଂ ଗ୍ରହ ଯଦି ରହିଛି ପୃଥିବୀରେ ଯେମିତି ଜୀବ ସୃଷ୍ଟି ହେଇଛି, ସେଠି ମଧ୍ୟ ଜୀବ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବାହାରେ ଏଲିୟନ୍ ଥିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇନପାରେ, କିନ୍ତୁ ସେମାନଙ୍କ ସହିତ ଆଜି ପର୍ଯ୍ୟନ୍ତ ଆମର ଯୋଗସୂତ୍ର ନାହିଁ। ସେମାନେ ଆମ ପାଖକୁ ଆସିଛନ୍ତି ବା ଆମେ ତାଙ୍କ ପାଖେ କୌଣସି ସିଗ୍ନାଲ ପହଞ୍ଚି ପାରିଛେ, କାରଣ ସେମାନେ ବହୁତ ଦୂରରେ ରହିଛନ୍ତି, କୋଟି କୋଟି ଆଲୋକ ବର୍ଷ ଦୂରରେ। ଅର୍ଥାତ୍ ଆମେ ଯଦି ଆଲୋକ ବେଗରେ ଯିବା ବା କୌଣସି ବାର୍ତ୍ତା ପଠାଇବା ତାଙ୍କ ପାଖକୁ, ଯେଉଁଟାକି ପାଖାପାଖି 3 ଲକ୍ଷ କିଲୋମିଟର ଗୋଟେ ସେକେଣ୍ଡରେ ଯିବ, ସେଠି ପହଞ୍ଚିଲା ବେଳକୁ କିଛି ହଜାର ବର୍ଷ ଲାଗିବ। ତେଣୁ ସେଭଳିଆ ଯୋଗସୂତ୍ର ଏପର୍ଯ୍ୟନ୍ତ ସ୍ଥାପନ ହୋଇନାହିଁ, କିନ୍ତୁ ଏଲିୟନ୍ ଥିବାର ସମ୍ଭାବନା ବହୁତ ଅଧିକ ବୋଲି କୁହାଯାଇଛି। ଏଇ ଯେଉଁ ରିପୋର୍ଟରେ ଯେଉଁଟା ଗୋଟେ କମିଟି ଯେଉଁ କରାଯାଇଛି, ରିପୋର୍ଟରେ ଏଇଟା ତାଙ୍କର ମୁଖ୍ୟ ରହିଛି। ପୃଥିବୀକୁ କୌଣସି ପ୍ରକାର ଏଲିୟନ୍ ଆସିନାହାନ୍ତି ବା ବାହାର ଜଗତରୁ କେହି ଆସିନାହାନ୍ତି, କିନ୍ତୁ ବାହାର ଜଗତରେ ଏଲିୟନ୍ ଥିବାର ସମ୍ଭାବନା ରହିଛି, କିନ୍ତୁ ସେମାନେ ଥିଲେ ବି ଏପର୍ଯ୍ୟନ୍ତ ଆମେ ତାଙ୍କ ସହିତ ଯୋଗସୂତ୍ର କରିପାରି ନାହିଁ। ଗାଡ଼ି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार, ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। औ हां, एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वर्ल्ड पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।